ନାଇଁ ମୁଁ ଖୁସି ଏବଂ ମୁଁ ଆଶା କରିବି ଯେ ପାଠକମାନେ ବইଟା ପଢ଼ିବେ ଏବଂ ସେମାନେ ବି ଖୁସି ହେବେ। ଆମର ତ ନବୀନ ବାବୁର ପେଟ୍ ଲାଇନ୍ ଥିଲା ଆପଣମାନେ ଖୁସି ତ ମୁଁ ଖୁସି ହେବାକୁ ଚାହୁଁଛି। ତ ଆଇ ହ୍ୟାଭ୍ ଡନ୍ ଆନ୍ ଅନେଷ୍ଟ ବୁକ୍। এটা নবীন বাবুর হ্যাজিওগ্রাফি নুহ যে তার প্রোপাগান্ডা পাই নুহ কিংবা তার খালি ক্রিটিসিজম পাই বি নুহ। ମୁଁ ଗୋଟେ ଅବଜେକ୍ଟିଭ ଆସେସମେଣ୍ଟ କରିଛି ନବୀନ ବାବୁର ଲାଇଫ୍ ଏବଂ ସେ ଜଣେ ନିଶ୍ଚୟ ଜଣେ ବଡ଼ ପଲିଟିକାଲ ଫେନୋମେନାଲ ଇଣ୍ଡିଆର। ତ ଆଇ ହ୍ୟାଭ୍ ଡନ୍ ଆନ୍ ଅବଜେକ୍ଟିଭ ଆସେସମେଣ୍ଟ ଆଜ୍ ଏ ସାମ୍ବାଦିକ, ସାମୱାନ୍ ହୁ ରେକର୍ଡସ୍ କଣ୍ଟେମ୍ପୋରାରୀ ହିଷ୍ଟ୍ରି। ତ ମୁଁ ଭାବୁଥିଲି ଏଇଟା ମୋର କର୍ତ୍ତବ୍ୟ ଏବଂ ଆଇ ହ୍ୟାଭ୍ ଡନ୍ ଇଟ୍ ଟୁ ଦ ବେଷ୍ଟ ଅଫ୍ ମାଇ ଏବିଲିଟି। ତ ମୁଁ ଭାବୁଛି ଏଇଟା ଲୋକମାନେ ଆକ୍ସେପ୍ଟ କରିବେ। ଅଛି ସେସବୁ 2019 ପରେ ମାନେ ଆମର ଯେ ଗୋଟେ ନୂଆ ମଡ଼େଲ ହେଇଯାଇଥିଲା ଓଡ଼ିଶାରେ ହାର୍ଟ ଫ୍ଲୋ সেই বিষয়ে ଅଛି ଏସବୁ ଡିଟେଲ୍ ଅଛି। এই বইটা এটা তো রিভাইজড ভার্সন, আপডেটেড ভার্সন 2024 ইলেকশন পরে ମୁଁ লিখিলি। এই বইটাতে ଗୋଟେ বড় চ্যাপ্ଟর ଅଛି ପାଣ୍ଡିଆନ ପାଜେଲ୍ ବୋଲିକିରି। ପାଣ୍ଡିଆନ ବାବୁକୁ ନେଇକିରି ଏବେ ବି ଲୋକର କେତେ କ୍ୟୁରିଓସିଟି, କୌତୁହଳ, ସ୍ପେକୁଲେସନ୍ ଥିବ ଯେ ସେ ଆସିଲା କେମିତି। ଏଠି ତ ଓଡ଼ିଶାରେ 200 ଜଣ ଆରାଉଣ୍ଡ 200 IAS ଅଫିସର ଅଛନ୍ତି। ଏମାନେ ଆସନ୍ତି, ଚାକିରି କରନ୍ତି, ରିଟାୟାର ହେଇକିରି ପଳାନ୍ତି। ପାଣ୍ଡିଆନ ବାବୁ ଭଳି ଏମିତି କାହାର ରାଇଜ୍ ହେଇଛି କି? କେବେ କାହାର ହେଇନି। ତାହେଲେ ତାହାକୁ ପ୍ରଥମ ସିଲେକ୍ସନଟା ତାର କେମିତି ହେଲା? କେ ତାକୁ ଆଣିଲେ ତାକୁ? ସାର୍ এই চিন্তাধারা কাହିଁ ଆସିଲା ଯେ ପାଣ୍ଡିଆନ ନବୀନ ବାବୁଙ୍କ ଉପରେ ବହି ଲେଖିବା ପାଇଁ? ମୁଁ ତ ପାଣ୍ଡିଆନ ଉପରେ লিখিনি, নবীন বাবু উপরে। হ্যাঁ, নবীন বাবু উপরে লিখেছি। নবীন ইজ আ পলিটিক্যাল ফেনোমেনন। তার উপরে ମୁଁ ତ ବାରମ୍ବାର କହେ ତାର ଉପରେ PhD ହେବା କଥା। ନବୀନ ବାବୁ ଆପଣ ଭାବୁନାହାନ୍ତି ଲାଗୁନାହାନ୍ତି କି ଲାଗୁନି କି ନବୀନ ବାବୁ ଉପରେ PhD ହେଇପାରିବ? ଆମର ପ୍ରସନ୍ନ ପାଟ୍ଟସେନ ଉପରେ ମୁଁ ଜାଣିଛି 4-5ଟା PhD ହେଇଛି। ପ୍ରସନ୍ନ ବାବୁ ମୋତେ ନିଜେ କହିଛନ୍ତି। ନବୀନ ବାବୁ ଉପରେ ଗୋଟେ 24 ବର୍ଷର ମୁଖ୍ୟମନ୍ତ୍ରୀ, ତାର ଉପରେ କିଛି ଲେଖା ହେବନି? ନିଶ୍ଚୟ ଲେଖା ହେବ। ସାର୍ ଓଡ଼ିଶାବାସୀ କହୁଛନ୍ତି ପାଣ୍ଡିଆନ ସକାଶେ ସରକାର ଚାଲିଗଲା, ଏ କଥା କ'ଣ ନବୀନ ବାବୁ ଫିଲ୍ କରୁଛନ୍ତି କି ପ୍ରକୃତ ପାଣ୍ଡିଆନ ସକାଶେ ସରକାର ଗଲା? ଆପଣ କ'ଣ ଅନୁଭବ କରୁଛନ୍ତି ଏଥିରେ? ମୋର ଏବେ ବି ଧାରଣା ସେଇ ଅନୁଭବ ସେ କରୁନାହାନ୍ତି। କାରଣ ନାହେଲେ ପାଣ୍ଡିଆନ ବାବୁ ଅଛନ୍ତି କି? ତ ପାର୍ଟି ତ ପର୍ଯ୍ୟାଲୋଚନା ବି ହେଇନି ଏବେ ସୁଦ୍ଧା। ବଟ୍ ଦେନ୍ ସେଟା ପାର୍ଟିର ଏବେ ପାଣ୍ଡିଆନଙ୍କ ହିସାବରେ ନବୀନ ବାବୁ ନାଚୁଛନ୍ତି କହିବାକୁ ଅତ୍ୟୁକ୍ତି ହେବନି। ନା ମୁଁ ସେଟା କହୁନି। ମୁଁ ଖାଲି ମୋର ବହିର କଥା କହୁଛି ଆଜି। ମୁଁ ଆଉ ତାର ବାହାରେ କିଛି କହିବାକୁ ନାରାଜ। ଆପଣ ଲେଖିଛନ୍ତି ପାଣ୍ଡିଆନ ପଜଲ। ପଜଲଟା କ'ଣ ଘଟିଥିଲା ଆପଣ କିଛି ଅନୁଭୂତି ନଥିବ? ହଁ ଅଛି ନା। କ'ଣ ପାଣ୍ଡିଆନ ଯେ ପଜଲ ନବୀନ ପଟ୍ଟନାୟକ ଆଉ ସରକାର ଓଡ଼ିଶାବାସୀଙ୍କ ପାଖରେ କରିଛନ୍ତି। এই যে পান্ডিয়ান যে ସବୁ ক্ষমতা ନେଇଗଲେ সেটা ଆପଣ ପାଇଁ ମିଷ୍ଟ୍ରି ଲାଗୁନି, ଗୋଟେ ପାଜେଲ୍ ଲାଗୁନି? সেটা ହେଉଛି ଏଇ ବହିରେ ଅଛି। ତାର କାର୍ଯ୍ୟକ୍ରମଟି ପ୍ରୋତ୍ସାହନ କୋଉଠି ପାଉଥିଲେ? ହଁ, ବିଭିନ୍ନ ପର୍ଯ୍ୟାୟରେ ସେ ଯେଉଁ ଗତି କରୁଥିଲେ, ଆଗକୁ ବଢ଼ୁଥିଲେ, ତାର ପ୍ରୋତ୍ସାହନଟା କିଏ ତାଙ୍କୁ ଦେଉଥିଲା? ସରକାର, ନବୀନ ପଟ୍ଟନାୟକ ଦେଉଥିଲେ, ନହେଲେ କେମିତି ହେବ? ଆରେ ସେ ପାଣ୍ଡିଆନ ବାବୁ ଯେ ପାଣ୍ଡିଆନ ହେଇଛନ୍ତି ତାର କାରଣ କ'ଣ? ବିକଜ ହି ୱାଜ୍ କ୍ଲୋଜ୍ ଟୁ ନବୀନ ପଟ୍ଟନାୟକ। ସେ ଡିରାଇଭ୍ଡ ପାୱାର ଏନ୍ଜୟ କରୁଥିଲେ। এটা অরিজিনাল পাওয়ার নয়। নবীন বাবুর অরিজিনাল পাওয়ার ଥିଲା। ଲୋକମାନେ ତାକୁ ଭୋଟ୍ ଦେଇକରି ଜିତଉଥିଲେ। ପାଣ୍ଡିଆନ ବାବୁର କ'ଣ ଲୋକ ଭୋଟ୍ ଦେଇଥିଲେ ନା? ସେ ଡିରାଇଭ୍ଡ ପାୱାରଟା ଏନ୍ଜୟ କରୁଥିଲେ। ତାମାନେ ଆମେ କ'ଣ କହିବା, ସେ କେନ୍ଦ୍ର ସରକାର ନିର୍ଦ୍ଦେଶରେ ଏଜେଣ୍ଟ ଭାବରେ କାମ କରୁଥିଲେ ସରକାରଟାକୁ? ନା ସେଇଟା ମୁଁ ଜାଣିନି। ମୁଁ ଆଇ ଉଡ୍ ନଟ୍ ଲାଇକ୍ ଟୁ ସ୍ପେକୁଲେଟ୍ ଅନ୍ ଦ୍ୟାଟ୍। ଲୋକେ କହନ୍ତି। ଆଉ ଗୋଟେ କଥା ଯେତେବେଳେ ଆମେ ଦେଖୁଛେ 2024 ଇଲେକ୍ସନ ପରେ ଆପଣ ଗୋଟେ ରିଭାଇଜ୍ ଏଡିସନ୍ ଆଣିଲେ ଏବଂ ଆଗକୁ କିଛି ସେମିତି ପରିବର୍ତ୍ତନ ହେଉଛି ଇଫ୍ ଏନି ଚେଞ୍ଜେସ୍? ସେ ଯଦି ପରିବର୍ତ୍ତନ ଯଦି ଇଣ୍ଟରେଷ୍ଟିଂ କିଛି ହେଇଥାଏ ହେବ ଏବଂ ମୁଁ ଯଦି ବଞ୍ଚିଥାଏ ମୁଁ ନିଶ୍ଚୟ ଲିଖିବି। କାହିଁ ଲିଖିବିନି? ମୋର କାମ ହେଉଛି ଲିଖିବା, ଅବଜର୍ଭ କରିବା, ଆନାଲାଇଜ୍ କରିବା ଆଉ ଲିଖିବା। ନିଶ୍ଚୟ କରିବି ସେଇ ଅପରଚ୍ୟୁନିଟି ଯଦି ଆସିବ। ହଁ, ଯଦି 2029ରେ ପୁଣି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଇଗଲେ ପୁଣି ହେବ। ସାର୍ ଆପଣଙ୍କୁ କ'ଣ ଲାଗୁଛି 2029 ନବୀନ ବାବୁ ପୁଣି ଆସିବେ? ଆରେ ସେଇଟା ମୁଁ ଆଷ୍ଟ୍ରୋଲୋଜର ନୁହଁ, ଆପଣ ବହୁତ ଜିନିଷ ପ୍ରେଡିକ୍ସନ୍ ଦେଇଛନ୍ତି। ନା ମୋର ଆଇ ଥିଙ୍କ ଇଟ୍ ଇଜ୍ ନଥିଙ୍ଗ କ୍ୟାନ୍ ବି ରୁଲ୍ଡ ଆଉଟ୍। ପଲିଟିକ୍ସରେ କି କିଛି ରୁଲ୍ ଆଉଟ୍ କରିହେବ? କହିହେବନି। କିନ୍ତୁ ଇଟ୍ ଲୁକ୍ସ ଭେରି ଅନଲାଇକଲି। କାହିଁକି ମୁଁ ଏଇଟା ଚର୍ଚ୍ଚା ବି ହେଇଛି। ତାର ଏବେ 78, 2029ରେ ତାର ବୟସ ହେଇଥିବ 83। ଆଚ୍ଛା, ସବୁଠୁ ଓଲ୍ଡେଷ୍ଟ ଚିଫ୍ ମିନିଷ୍ଟର ହେଇଛନ୍ତି କେରଳରେ ସେ ଯେଉଁ ଲୋକ, ତାର ବୟସ ଥିଲା 81। হ্যাঁ, দ্য ওল্ডেস্ট ম্যান টু বিকাম দ্য চিফ মিনিস্টার। নবীন বাবুর 83। মানে আই ডোন্ট, କାହିଁକି ଏଇଟା ଗୋଟେ ଥିଲା ଆପଣ ଆଶାବାଦୀ? ନା, ଆଇ ଏମ୍ ନଟ୍ ରୁଲିଂ ଇଟ୍ ଆଉଟ୍ ଅଲସୋ। କାହିଁକି ଏଇ ବହିର ଅରିଜିନାଲ ଟାଇଟେଲ୍ ମୁଁ ଶୁଣନ୍ତୁ, ଏଇ ବହିର ଅରିଜିନାଲ ଟାଇଟେଲ୍ ଥିଲା ନବୀନ ପଟ୍ଟନାୟକ ଦ ରାଇଜ୍ ଆଣ୍ଡ ଫଲ୍, ଏଇ ରିଭାଇଜ୍ ଭର୍ସନରେ।
वी हैव चेंज्ड इट आम राइज एंड फॉल कहूनी कहीं आमर रियलाइजेशन है हाँ तार गोटे सेटबैक होती किंतु एटा कौन तार फाइनल फल आम जानी एटा हो पारे से पुणी पॉलिटिकल रिवाइव कर जाई पारती पुणी मुख्यमंत्री हो पारती दैट इज वाई वी डिसाइडेड एगेंस्ट द टाइटल एटा राइज एंड फॉल नहीं सेटा गोटे कैची हेडलाइन होता टाइटल होता बट वी सेड नो हाउ कैन वी रूल हिम आउट आम एबे ताकू कौन रूल आउट करें ना से एबे भी पपुलर मु तो बारंबार कहे नवीन पट्टनायक सिंगल इंडिविजुअल पॉलिटिशियन ओडिशा रे सबुठु पपुलर होची नवीन बाबू मानिबा पड़ी।